ଏବେ ମୁଁ କ'ଣ କରିବି ଏବେ କ'ଣ କରିବି ହଁ ପାତାଳପୁରରେ ମୋର ନାତି ମହିରାବଣ ଅଛି ଏ ସମସ୍ତ ଜାତି କିନ୍ତୁ ମନେ ରଖ କେବେ ବି ବାନର ସହିତ କଳି କରିବୁ ନାହିଁ। ଯେବେ ବାନର ସହିତ କଳି କରିବୁ ସେବେ ତୋର ବିନାଶ ହବ। ଏ କଥା ଯେମିତି ଭୁଲି ନ ଯାଉ। ଠିକ ଅଛି ବା ବାନର ମୋର ଭକ୍ଷ ନର ବାନର ମୋର ଭକ୍ଷ ସେ ମୋ ଭକ୍ଷ କେବେ ଯା महिरावण को स्मरण करे महिरावण नती महिरावण मोर पितामह लंकादि राज रावण ये मते असमୟରେ स्मरण करे काहेकि बोधे କିଛି ବିପଦ ପଡ଼ିଛି ଏ
ಹೇಗೆ ಮಣಿಮಾ ଶୁଣ ମକର ସଜ ମୁଁ ଲଙ୍କାଧିରାଜ ରାବଣ ସ୍ମରଣ କରିଛନ୍ତି ମୋ ପିତାଙ୍କର ମୁଁ ତାଙ୍କଠାକୁ ଯାଇ କିଛି ସମ୍ବାଦ ପ୍ରେରଣ କରିବି ମୁଁ ନ ଆସିବା ପର୍ଯ୍ୟନ୍ତ ଏ ବୀର ମଧ୍ୟକୁ କାହାକୁ ପ୍ରବେଶ କରାଯାଉ ନାହିଁ ଯଦି ବିଳମ୍ବ କରୁ ମୋ ଶିର ଛେଦ ହେବ ଏବେ ଯାଅ ଶୀଘ୍ର କରିଥାଅ ମୁଁ ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ ମୁଁ ବିପଦ ସମସ୍ତେ କ୍ରନ୍ଦନ କରୁଛନ୍ତି କାହିଁକି ଘଟଣାକର ଯାହାର ସ୍ୱର୍ଣ୍ଣମୟ ଲଙ୍କା ତାହାକୁ ସମସ୍ତ ଦେବତା ମାନେ ଭୟ କରନ୍ତି ସମସ୍ତ ଦେବତା ମାନେ ଯାହାର ପଦତଳ ଖଟନ୍ତି ସେ ପୁଣି ଏମିତି ଅବସ୍ଥା ତରଣ କରନ୍ତେ ମତେ ମୁଁ କହୁଛି ଆସ ଆଗ ମୋର ପାସ ज्योति राम लक्षण अरे समुद्र बंध बांधिले मर्कट बानर मानू धरी सुबले रहिले आउ मोर भाई विभीषण जाई पाशरे शरण बसिला से दुई दती आसी मोर लंका गटक को पूरा किंजुली करदेवे और तोर पिता कुंभकर्ण को विनाश कले और मोर जित सैन्य सामत दिले पुत्र भद्र संपत्ति को नाश कला मोर वंश नाश गला रे नाती एबे मु कौन करिबि कहलु नाती किछि बुद्धि होती नाही रे नाती मोर पिता को से नाश करछे जे जे तुम्हारा भाई कुंभकर्ण को नाश करो गीता इंद्रनंद को गीता को नाश करो आगु न कहिलो बिना युद्धरे से तुई जाते गुरु मान्य ही तुम पद तो खांती ए समस्त सैन्य लड़ाई पछे मते डाकुछ तो राज्य नहीं लंका विराट रावण ना कते सकट पूरा करंदी ए पुणी तस्वीर होई डाकुछंदी हेले मोते आगु डाकेबा नहीं ए समस्त वैसला परे तुम मते डाकुछ हो पिता मोर आस गले आयो रे पिता मो पिता आस गले जो इंद्र को हाई नाम पाइछन इंद्र आगो पुरी सामान्य उड़े तो तीन आस कला तुम आगु कहले नहीं तो कथा मु बुझी पारुछि रे नाती तो शोक छाड़ एबे से दुई सती को केमेते बधा करिबा से दुई जन को केमेते ना दिए रे नाश अरे राती मोहिरावण अरे से दुई जाति को एमिति विनाश करिबा किछि बुद्धि विचार करो से तोर पितार मृत्यु करिसति से माने को केमिति मारिबा पुत्र चिंता कर चिंता करो नहीं बिना युद्धरे
ଚିନ୍ତା କର ନାହିଁ ବିନା ଯୁଦ୍ଧରେ ଏ ଦୁଇ ଜାତିକୁ ନାଶ କରିବି। ନାତି ମହିଳା ବଣ ସେ ଦୁଇ ଜାତିକୁ ନାଶ କରି ଏ ଲଙ୍କାର ରାଜା ବୋଲାଇବୁ ରେ ରାତି ଏ ଲଙ୍କାର ରାଜା ବୋଲାଇବୁ ଯାଅ ସେ ଦୁଇ ଜାତିକୁ ନାଶ କରି ଲଙ୍କାର ରାଜା ହୋଇଯାଅ। তুমি নিশ্চিন্ত রহ ମୁଁ ଦେଖୁଛି ସେ ଦୁଇ ଜାତି ସହ ଭୟଙ୍କ ଅମର୍କଟ କିପରି ଅଛନ୍ତି ଚିନ୍ତା କର ନାହିଁ। ପ୍ରଭୁ ଗୁପ୍ତରେ ଖବର ପାଇଅଛି ପାପିଷ୍ଟ ରାବଣର ନାତି ମହିରାବଣ ଆପଣ ଗୁପ୍ତରେ ନେବାକୁ ହନୁମାନ ସେଥିପାଇଁ ଆମ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ। ହନୁମାନ ତେବେ କ'ଣ କରିବା ହନୁମାନ? ହେ ବିଭୀଷଣ ପ୍ରଭୁଙ୍କ ପାଇଁ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି। ତେବେ କ'ଣ କରିବା ହନୁମାନ? ମୁଁ ମୋ ଲାଙ୍ଗୁଡ଼ ସାହାଯ୍ୟରେ ଏପରି ଏକ ବଡ଼ ନିର୍ମାଣ କରିବି ଗୋଟାଏ ପିମ୍ପୁଡ଼ି ମଧ୍ୟ ତା ଭିତରକୁ ପ୍ରବେଶ କରିପାରିବ ନାହିଁ। ହେ ବିଭୀଷଣ ଆପଣ ନିଶ୍ଚିନ୍ତରେ ରୁହନ୍ତୁ। ଏବେ ସେଇଆ କର ହନୁମାନ। ମୁଁ ଏବେ ସଙ୍ଗେ ସଙ୍ଗେ ମୋ ଲାଙ୍ଗୁଡ଼ରେ ଏକ ବଡ଼ ନିର୍ମାଣ କରୁଛି। ତେବେ ମୁଁ ଆସୁଛି ହନୁମାନ। ଆପଣ ନିଶ୍ଚିନ୍ତ ହୋଇଯାଆନ୍ତୁ। ହନୁମାନ ଠିକ୍ ଅଛି। ଜୟ ଶ୍ରୀରାମ। ତୁମେ ଏହି ଗଡ଼ର ସୁରକ୍ଷା କର ଯେପରିକି ଏକ ପିମ୍ପୁଡ଼ି ମଧ୍ୟ ମୋ ନିକଟକୁ ନ ଆସିପାରେ। ଠିକ୍ ଅଛି ପ୍ରଭୁ ଆପଣଙ୍କର ଆଜ୍ଞା। ଯେପର୍ଯ୍ୟନ୍ତ ବିଭୀଷଣ ନ ଆସୁଛନ୍ତି ସେପର୍ଯ୍ୟନ୍ତ ତୁମେ କାହାକୁ ହିଁ ପ୍ରବେଶ କରାଇପାରେ। ଠିକ୍ ଅଛି ପ୍ରଭୁ। ମୁଁ ଏବେ ବଡ଼ ନିର୍ମାଣ କରୁଛି। ଠିକ୍ ଅଛି ହନୁମନ୍ତ। ଜୟ ଶ୍ରୀରାମ। ରଖିଛି ପିମ୍ପୁଡ଼ି ମଧ୍ୟ ଯାଇପାରିବ ନାହିଁ। କେଉଁ ଉପାୟ କରି ହନୁମାନଙ୍କର ବ୍ୟକ୍ତିକୁ ଭୁଲାଇ ଏ ଘରରେ ପ୍ରବେଶ କରିବି। ଆଚ୍ଛା ଗୋଟାଏ ଉପାୟ ଅଛି। ତାଙ୍କର ପିତା ଦଶରଥ ଆଜକୁ 14 ବର୍ଷ ହେଲା ଦେହ ତ୍ୟାଗ କରେନି। ସେ ପିତୃ ରୂପରେ ପ୍ରେତ ରୂପରେ ଆସିକି ତାଙ୍କୁ ଅନୁରୋଧ କରିବ ହେ ହନୁମନ୍ତ ତମେ ଟିକେ ବାଟ ଛାଡ଼ିଦିଅ। ମୁଁ ଯାଇ ମୋ ପୁଅକୁ ଦର୍ଶନ କରିବି। ଯେହେତୁ ମୋ ପୁଅକୁ ଦେଖି ନାହିଁ ଏଇ ଦଶରଥ ବେଶରେ ଆସିଲେ ନିଶ୍ଚୟ ଦ୍ୱାର ଛାଡ଼ିଦେବେ। ମୁଁ ଯାଏ। ତୁମେ କି ପାଇଁ ଚିନ୍ତା କରୁଛ? କିଏ ତୁମେ? ହନୁମନ୍ତ ଶ୍ରୀରାମଙ୍କର ପିତା 14 ବର୍ଷ ହେଲା କରିଛନ୍ତି। ସେ ପ୍ରେତପୁରୀରେ ଚିନ୍ତା କଲେ ଦର୍ଶନ କରିବି। ତୁମେ ଭାଗ୍ୟ ମୋ ପୁତ୍ର ଦର୍ଶନରେ ପଳେଇବି। ଏବେ ଠିକ୍ ଅଛି ଆପଣ ପ୍ରଭାତ ହେଲେ ଆସିପାରନ୍ତି। ଏବେ ପ୍ରଭୁଙ୍କର ଏକ ବିଶେଷ ସୂଚନା ରହିଛି। ଆଜି ରାତ୍ରରେ ପ୍ରଭୁ କାହା ସହିତ ଦେଖା କରିପାରିବେ ନାହିଁ। ତେଣୁ କ୍ଷମା କରନ୍ତୁ ଆପଣ ଫେରିଯାଆନ୍ତୁ। ପ୍ରଭାତ ହେଲେ ଆପଣ ପ୍ରଭୁଙ୍କ ସହିତ ଦେଖା ହେବେ। ମୁଁ ଅର୍ଜନ କରୁଛି ହନୁମନ୍ତ। ମୁଁ 14 ବର୍ଷର ମୋ ପୁତ୍ରମାନଙ୍କୁ ଦେଖି ପୁରା ମର୍ମାହତ ହେଇଛି। ଦର ଛାଡ଼ି ଦିଅ ହନୁମନ୍ତ। ମୁଁ ଦର୍ଶନ କରି ଫେରିଆସି। ଆପଣ ମୋ ପ୍ରଭୁଙ୍କର ପିତା ଯେହେତୁ ମୋର ମଧ୍ୟ ସମ୍ମାନୀୟ, ସେଥିପାଇଁ ମୁଁ ଆପଣଙ୍କୁ ସମ୍ମାନ ସହିତ କହୁଛି ଆପଣ ପ୍ରଭାତରୁ ଆସିପାରନ୍ତି। ଏବେ କୌଣସି ପ୍ରକାର ମଧ୍ୟ
ପ୍ରଭୁଙ୍କ ସହିତ ଦେଖା ହେଇପାରିବ ନାହିଁ। ଏବେ ଆପଣ ଆସିପାରନ୍ତି। ତୁମେ ଦ୍ୱାର ଛାଡ଼ିବ ନାହିଁ ହନୁମନ୍ତ? କ୍ଷମା କରିବେ, ମୁଁ ଦ୍ୱାର କୌଣସି ମତେ ଛାଡ଼ିପାରିବି ନାହିଁ। ଆଉ କି ଉପାୟ କରିବି? ତାଙ୍କର କୁଳଗୁରୁ ବଶିଷ୍ଠ, ତାଙ୍କୁ ନିଶ୍ଚୟ ସେ ଭୟ କରିବ ଏବଂ ସମ୍ମାନ ଦେଇ ଛାଡ଼ିଦେବ। ମୁଁ ବଶିଷ୍ଠ ରୂପ ଆସେ। ହନୁମନ୍ତ ଏ ଦ୍ୱାର ଛାଡ଼। ମୁଁ ଶ୍ରୀରାମଙ୍କର ଗୁରୁ, ତାଙ୍କର କୁଳଗୁରୁ। ରାତ୍ର ଅଧରେ କିଏ ସେ ଚିତ୍କାର କରୁଛି? କିଏ ତୁମେ? ତୁମେ ଚିହ୍ନି ପାରୁନ? ମୁଁ କୁଳଗୁରୁ ବଶିଷ୍ଠ। ମୋ କୁଳଗୁରୁ ବଶିଷ୍ଠ? ମୁଁ ଶୁଣିପାରିଲି, ପ୍ରଣାମ ମୁନିବର। ମୁଁ ଶୁଣିପାରିଲି ଲଙ୍କାରେ ରାମ ରାବଣ ଯୁଦ୍ଧ ହେଉଛି। ସେଥିପାଇଁ ତାଙ୍କୁ କିଛି ପରାମର୍ଶ ଦେବା ପାଇଁ ଆସିଛି। ତୁମେ ଦ୍ୱାର ଛାଡ଼ିଦିଅ, ପରାମର୍ଶ ଦେଇ ମୁଁ ଚାଲିଯିବି। ହେ ମୁନିବର, ଆଜି ଏକ ବିଶେଷ ଗଡ଼ ନିର୍ମାଣ କରି ମୁଁ ଜଗି ରହିଛି। କାହିଁକି? ଏବଂ ବିଶେଷ ସୂଚନା ଅଛି। ଆଜି ପ୍ରଭୁଙ୍କ ପାଇଁ ଆଜି ରାତ୍ରରେ ଏକ ସୂଚନା ରହିଛି। ସେଥିପାଇଁ ମୁଁ ଆପଣଙ୍କୁ ଏ ରାତ୍ରରେ ପ୍ରଭୁଙ୍କ ନିକଟକୁ ଛାଡ଼ି ପାରୁନାହିଁ। ମୋତେ କ୍ଷମା କରିବେ ମୁନିବର। ଆପଣ ପ୍ରଭାତ ହେଲେ ପ୍ରଭୁଙ୍କ ସହିତ ନିଶ୍ଚୟ ଦେଖା ହେବେ ଏବଂ ଏଥର ଆପଣ ଆସିପାରନ୍ତି। ହନୁମନ୍ତ ଏବେ ଜାଣ ନାହିଁ, ମୁଁ ତାଙ୍କର କୁଳଗୁରୁ ବଶିଷ୍ଠ। ମୋର ଶିକ୍ଷାରେ ସେମାନେ ବହୁତ ଅଗ୍ରସର ହେଉଛନ୍ତି। ମୁଁ ତାଙ୍କୁ କିଛି ଯୁଦ୍ଧ ବିଦ୍ୟା ଶିକ୍ଷା ଦେବି, ଯାହାଫଳରେ କିଛି ରାବଣଙ୍କୁ ବିନାଶ କରିପାରିବେ। ତୁମେ ଦ୍ୱାର ଛାଡ଼ିଦିଅ। ହେ ମୁନିବର, ଆପଣ ମୋତେ କ୍ଷମା କରନ୍ତୁ। ମୁଁ ଆପଣଙ୍କ କଥାକୁ ରକ୍ଷା କରିପାରୁ ନାହିଁ, ସେଥିପାଇଁ ମୁଁ ମଧ୍ୟ ଦୁଃଖିତ। ଆପଣ ପ୍ରଭାତ ହେଲେ ଆସିପାରନ୍ତି। ଆପଣ ନିଶ୍ଚୟ ପ୍ରଭୁଙ୍କ ସହିତ ଦେଖା ହେବେ। ତୁମେ ଯେଉଁ ଭାବିଛ ଅସୁର ମାୟା କରୁଛି, ତା ମୁଁ ନୁହେଁ। ମୁଁ ନିଜେ ବଶିଷ୍ଠ ଆସିଛି ଏବଂ ସତ ଶିକ୍ଷା ଦେବି ବୋଲି। ତୁମେ ଦ୍ୱାର ଛାଡ଼ିଦିଅ। ହେ ମୁନିବର, ଆପଣ ଶତ ଚେଷ୍ଟା କଲେ ମଧ୍ୟ ମୁଁ ଆପଣଙ୍କୁ ଦ୍ୱାର ଛାଡ଼ିବି ନାହିଁ। ତେଣୁ ଆପଣ ପ୍ରଭାତ ହେଲେ ଆସିବେ ଏବଂ ପ୍ରଭୁଙ୍କ ସହିତ ଦେଖା କରି ସାକ୍ଷାତ ହେବେ। ହନୁମନ୍ତ ଦେଖିବି ତୁ କେତେ ସମୟ ଭକ୍ତ ରହିପାରିବୁ। ଯାହାର ମାୟାକୁ ସମସ୍ତ ଦିନ ବୁଝି ପାରୁନାହାନ୍ତି, ତୁ ସାମାନ୍ୟ ଗୁଡ଼ାଏ ବାନ ରହି ମୋ ମାୟାକୁ ବୁଝିବୁ। আচ্ছা যায় আমি কত উপায় ଅଛି ମାତା କୌଶଲ୍ୟା ଆଳୁ କହି ଆସିଲେ ସେ ନିଶ୍ଚିନ୍ତ ମାତାଙ୍କୁ ଭୟ କରିବେ, ମାତାକୁ ସ୍ନେହ କରିବେ। ତେଣୁ କୌଶଲ୍ୟା ଆଳୁ କହି ଆସିଲେ ମୋତେ ଛାଡ଼ିଦେବ। ହନୁମନ୍ତ ଅପେକ୍ଷା କର, ହନୁମନ୍ତ ଏ ଦୁଇ ଭାଇଙ୍କୁ ମୁଁ ନେବି, ତୁ କିପରି ରକ୍ଷା କରିବୁ ମୁଁ ଦେଖିବି। ତୁମେ ଜାଣୁନା ଶ୍ରୀରାମଚନ୍ଦ୍ରଙ୍କ କୌଶଲ୍ୟା। ହେ ମାତା, ଆପଣ ମୋ ପ୍ରଭୁଙ୍କର ଯେହେତୁ ମା ଏବଂ ମୋର ମଧ୍ୟ ମାତା ସମାନ। ପ୍ରଣାମ ମାତା। ଶୁଣିଲେ ଲଙ୍କାରେ ରାମ ରାବଣ ଯୁଦ୍ଧ ଚାଲିଛି, ଶକ୍ତିଭେଦ ହୋଇଥିଲା। ପୁତ୍ର ଭରତ ମୋତେ କହିଥିଲେ ଯେ ଲକ୍ଷ୍ମଣଙ୍କର ଶକ୍ତିଭେଦ ହୋଇଛି, ତେଣୁ ହନୁମାନ ଗନ୍ଧମାର୍ଜନ ନେଇ ତାଙ୍କୁ ଭଲ କରିବାକୁ ଆସିଛନ୍ତି। ସେ କଥା ଶୁଣି ମୁଁ ଖୁବ୍ ଦୁଃଖିତ, ଖୁବ୍ ମର୍ମାହତ। ହେ ହନୁମାନ, ମୋତେ ଟିକେ ମୋ ପୁତ୍ରଙ୍କ ଦର୍ଶନ କରିବାକୁ ଦିଅ। ହେ ମାତା, ଆପଣ ତ ସମସ୍ତ ବାର୍ତ୍ତା ଶୁଣିଛନ୍ତି ଓ ଜାଣିଛନ୍ତି, କିନ୍ତୁ ଆଜି ବର୍ତ୍ତମାନର ଘଟଣା କିଛି ଜାଣିନାହାନ୍ତି। ଆଜିର ଘଟଣା ହେଉଛି ଏକ ବିଶେଷ
ବିଶେଷ ଗଣ ନିର୍ମାଣ ହୋଇଛି ଏବଂ ବିଶେଷ ସୂଚନା ମଧ୍ୟ ରହିଛି। ଆଜି ରାତ୍ରରେ ପ୍ରଭୁଙ୍କ ପାଇଁ ଏକ ଘଟଣା ରହିଛି, ସେଥିପାଇଁ ସେ ଘଟଣାକୁ ଗୁପ୍ତ ଭାବରେ ରଖାଯାଇଛି। ତେଣୁ ଆଜି ରାତ୍ରରେ କୌଣସି ମତେ ପ୍ରଭୁଙ୍କ ସହିତ ଦେଖା ହେଇପାରିବ ନାହିଁ। ଆପଣ ପ୍ରଭାତରୁ ଆସନ୍ତୁ, ନିଶ୍ଚୟ ପ୍ରଭୁଙ୍କ ସହିତ ଦେଖା ଦର୍ଶନ କରିବେ। କାହିଁକି ପୁତ୍ର ଘଟଣା ମତେ କୁହନ୍ତୁ ପୁତ୍ର। ମୁଁ କୌଶଲ୍ୟା ମୋର ପୁତ୍ର ରାମଙ୍କର ମାତା କୁହନ୍ତୁ। ଏ ମାତା, ମୁଁ ଆପଣଙ୍କ ବଚନକୁ ରକ୍ଷା କରିପାରୁନାହିଁ, ସେଥିପାଇଁ ମୁଁ ବହୁତ ଦୁଃଖିତ। ଆପଣ ଯେତେ କହିଲେ ବୁଝାଇଲେ ମଧ୍ୟ ମୁଁ ଆପଣଙ୍କ କଥାକୁ ରକ୍ଷା କରିପାରିବି ନାହିଁ। ଆପଣ ପ୍ରଭାତରୁ ଆସନ୍ତୁ, ଆପଣ ପ୍ରଭୁଙ୍କ ସହିତ ନିଶ୍ଚୟ ଦେଖା ହେବେ। ଏଥର ଆପଣ ଆସିପାରନ୍ତି ମାତା। ଯାଇଛନ୍ତି ସନ୍ଧ୍ୟା ଦର୍ପଣ କରି ସେ କହିଛନ୍ତି ମୁଁ ନ ଆସିବା ପର୍ଯ୍ୟନ୍ତ ତୁ କାହାକୁ ଛାଡ଼ିବୁ ନାହିଁ। ତେଣୁ ବିଭୀଷଣ ରୂପେ ଆସିବି, ଦେଖିବି ତୁ କେବେ ଛାଡ଼ିବୁ ନାହିଁ। ଦେଖିବି ତୋ ପ୍ରଭୁଙ୍କୁ ତୁ କେମିତି ରଖୁଛୁ। ମୁଁ କହିଥିଲି ମୁଁ ସନ୍ଧ୍ୟା ଦର୍ପଣ କରି ଯାଉଛି, ମୋର ବିନା ଅନୁମତି ତୁମେ କାହାକୁ ଛାଡ଼ିବ ନାହିଁ। ତେଣୁ ମୁଁ ଗୁପ୍ତଚର ଶୁଣିଲି ମହିରାବଣ ଆସିଛି, ନିଶ୍ଚୟ ହରଣ କରିବ। ମୁଁ ଗୁପ୍ତଚର ଶୁଣି ପୁଣି ଲେଉଟି ଆସିଛି ତୁମକୁ ସଦା କରିବା ପାଇଁ। ବିଷୟ ହଁ, ଆପଣ ସନ୍ଧ୍ୟା ଦର୍ପଣ ଫେରି ଆସିଲେ ତେବେ? ହଁ, ମୁଁ ସବୁ ଜାଣିଲି। ରାବଣ ତାକୁ ପଠାଇଛି। ବର୍ତ୍ତମାନ ସେ ବହିରାବଣ ଏଇ ଗଡ଼ ଚାରି ପାଖେ ବୁଲୁଛି। ତେଣୁ ମୁଁ ଶତ୍ରୁର କରିବା ପାଇଁ ଆସିଛି। ଏବେ ଠିକ ଅଛି, ଆପଣ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ ଏବଂ ପ୍ରଭୁଙ୍କୁ ଠିକ ଉପଦେଶ ଦିଅନ୍ତୁ। ଯାଆନ୍ତୁ ବିଭୀଷଣ, ଯାଆନ୍ତୁ। ଜଳ ଛାଡ଼ି ଦିଅ। ହସ୍ତରେ ମୂର୍ତ୍ତିକା ଧରି ମହାବୀର ଧରକୁ ସେ ସୁପରିତା। ଲଙ୍କାକୁ ବିଜୟ କରିବା ଏବଂ ରାବଣକୁ ବଧ କରିବା। ସୁଗ୍ରୀବୀ ଭୀଷଣ ବୋଲନ୍ତି ଭଦେବ ତୁମେ ହଟ ଦେଇ ନାରୀ। ରାବଣକୁ ବଧ କରିବା, ତୁମେ ବ୍ୟସ୍ତ ହୁଅନ୍ତୁନି ପ୍ରଭୁ। ପ୍ରଭୁ ଆପଣ କଣ ଲଗାଇ ସାହାଯ୍ୟ କରନ୍ତୁ। देख किपरि तो प्रभु को धन्यवाद करे जानी देखिबु मु देखिबि तू किपरि तो प्रभु को रक्षा कर पाई। को पड़ी देबो मारी निकट रे बध करबी तुम्हें पूरी लॉकडाउन में पसी सब थार खार करो देखो तुमको
तो प्रभु को रक्षा करे प्रभु क्षमा करो प्रभु जिम्मेदारी नहीं प्रभु दशरथ कुमार राम एवं लक्ष्मण काली प्रभात मोर काली निकटरे मुझे रक्षा रक्षा किन बंधव दे आसले कहीं ना छाड़ू ना जे के मणिमा जदि है करू तोर मस्तक छलन करी सावधान नहीं मणिमा नाम मोर मकान भोज वीर बिना जुथे न छाड़ी बिम्बर उधर आहा जेपरी मो कथा मन रहे सावधान आगे मणिमा लंका को त्रिजटा सब बार्ता पाई मुसबि महिला बड़ प्रभु को पाताल कि केउठा नहीं बार्ता आनी आसी जय श्रीराम से महिला बड़ प्रभु को नहीं पाताल पर किंतु मु पाताल को जीवार रास्ता कौन देखी ना आप व्यवस्था करदे आप जानते मत से रास्ता देखा पातालपुर को जीवार रास्ता हाँ हाँ मैडम ये पातालपुर रास्ता एवं ठीक अच्छे मुझे पथ दे मो प्रभु निकट में पहुँची पारि तो जा मैडम ये पथ दे निश्चित भाव पहुँची पार छाड़ी ना युद्ध प्रस्तुत हो Bye.
तू तोर परिचय ठीक भाव दे पारू मो तो कौन नारी ना तुम पुत्र किपर दासी एवं कहूँ शुण पिताश्री आप जिते लंका जहा कर पुनः फेरी जाते समय आप देहर स्वाद गली समुद्र में पड़ा एवं से स्वाद को एक मीन ता गर्भे रखला गर्भे मु जात हेली एवं से मीन को एक मत्स्यजीवी नहीं महिरावण राजा पठेदेला एवं महिरावण राजा जिते से मीन को काटिले से मु जन्म नेली तुम कथा मत विश्वास आसला से आज तुमको पुत्र रूपे ग्रहण कर हे मकर ध्वज मु तुमको पिता पिता भाव पचारुची तुम्हें मो प्रभु राम और लक्ष्मण अच्छी बोली कहीपर तो पिता से महिरावण राम लक्ष्मण नहीं पाताल देवी पाखे रखी काली सकाल समय से छेद कर यथाशीघ्र जाई राजकुमार को बचातु ना तो से महिरावण काली प्रातः समय भरीदेव ठीक अच्छे पुत्र तुम ये रह मु जाऊँगी भीतर को मु मो प्रभु को बचाइबा जय श्रीराम जय श्रीराम चिन्हिलु मते अरे चिन्हिलु मु पवन पुत्र हनुमान चिन्हिलु मते हाँ हाँ जानिली अरे कह मो प्रभु को राम लक्ष्मण को क्यों रखी से महिरावण पाताल देवे नहीं महिरावण नहीं रखी खाली प्रभातरू से दुई जन को बड़ीदेव कि उपाय करे से महिरावण मृत्यु हेब तुम्हें मो मेढ़ रही अवस्थापन कर खाली प्रभातरू जिते से दुई भाई को प्रभातरू जो बड़ीदेव तुम्हें सही समय प्रहार कर ठीक अच्छे जय श्री राम अरे मागे बड़ी अरे बड़ी है
왜 사탕을 버리가도 하기 때문에 바로 나쁜 버리게 하지 হে রাক্ষস আমি রাজপুত আমি নমস্কার করি জানিনি আপন শিখাই দিয়ন্তু আরে তুমি এই পর্যন্ত দণ্ড প্রণাম জানি না শুনো দেখো আমি তোমার দণ্ড প্রণাম করছি আরে বলি দে আরে বলি দে প্রণাম করি আর বলি তো খাইবু দে ব্যস্ত খাইব না এই রে তুমি তো বড় কেউ তো আরে মোর শাস্ত্র প্রণাম করতে তারপরে বলি দে এই দেখো দেখো আমার লক্ষণ ମୁଁ କିପରି ସାଷ୍ଟାଙ୍ଗ ପ୍ରଣିପାତ କରୁଛି ତାପରେ ତୁମେ ବଳି ପଡ଼ିବ ତୁମେ ନିତ୍ୟ ସ୍ମରଣ କର ରାମ ଲକ୍ଷଣ আরে প্রণাম কর ଭାବୁଛି ଏ ନାଇଁ ଦେଖ ରାମ ଲକ୍ଷଣ ମୁଁ କିପରି ପ୍ରଣିପାତ ହେଉଛି ଦେଖ আরে প্রণাম কর আরে প্রণাম কর বলি দে জয় শ্রীরাম ପ୍ରଭୁ ଆପଣଙ୍କୁ ଏତେ କଷ୍ଟ ପଡ଼ିଲା ଆମ ଯୋଗୁଁ ଆମକୁ କ୍ଷମା କରନ୍ତୁ ପ୍ରଭୁ ଆମ ପାଇଁ ଓ ମୋ ପାଇଁ ଆପଣଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଲା ସେଥିପାଇଁ ମୋତେ କ୍ଷମା କରନ୍ତୁ ପ୍ରଭୁ ତୁ ଦୁଃଖ କରେ ନାହିଁ ହନୁମନ୍ତ ଶ୍ରୀରାମଚନ୍ଦ୍ର ମନ ଦିଅନ୍ତୁ ଏ ପୁରରେ ମୋ ପୁତ୍ର ମକରଧ୍ୱଜକୁ ରାଜସିଂହାସନରେ ଛାଡ଼ି ପାରନ୍ତୁ ঠিক আছে হনুমন্ত যাহা তোমার ইচ্ছা তথাস্তু ପୁତ୍ର ମକରଧ୍ୱଜ ଏହାଙ୍କ ବିଷୟରେ ମୁଁ ଆପଣଙ୍କୁ ପଛରେ ସମସ୍ତ ବିଷୟରେ ବିଚାର କରି କହିବି ঠিক আছে হনুমন্ত ଏ ଲକ୍ଷ୍ମଣ ତେବେ ମକରଧ୍ୱଜଙ୍କର ପାତାଳର ରାଜାଭିଷେକ କର ପୁତ୍ର ମକରଧ୍ୱଜ ଏ ହେଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର ପୁତ୍ର ଲକ୍ଷ୍ମଣ ତାକୁ ପ୍ରଣାମ କର ଆଜ୍ଞା ମକରଧ୍ୱଜ ଆଜିଠାରୁ ତୁମେ ପାତାଳର ରାଜା ହେଲ ଜୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜୟ ଶ୍ରୀରାମ ଜୟ ଶ୍ରୀରାମ আরে কোন হলো মোর নাতি বিনাশ সে দুই জাতিকে মু নিশ্চয় বধ করিবে সে দুই জাতিকে মু নিশ্চয় বধ করিবি